ନା ଭଗବାନଙ୍କୁ ଅଭିଶାପ କରିଛି ଯୋନି ଜନ୍ମ ହେବେ, ହେଲେ କୃଷ୍ଣ ଅବତାରରେ ଯୋନି ଜନ୍ମ ହେଲେନି। ଅପେକ୍ଷା ରହିଲା। କୃଷ୍ଣ ବଳରାମ ବଡ ହେଲେ, କହିଲେ କଣ କହିଲେ 4 ଦିନକୁ ଦେଇ ନକଣ୍ଠ ନ ଆସିଲେ ଶ୍ରୀଖଣ୍ଡଙ୍କୁ କୁଟ କୁମ୍ଭ ସୂତ ପର୍ବତ କରି ଆମେ ଚାହିଁ ରହିଛୁ ମଥୁରା ବାଟ ହେ ଗୋବିନ୍ଦ। କହିଲେ ଆମେ ସମସ୍ତେ ଚାଷକ ଭଳିଆ ଅନେଇଛୁ, କୃଷ୍ଣ ଗଲା ଯାଉ ଖାଇବ କଣ ପାଖରେ ରହିଲା, ଭାଇ କି ଭାଇ ଛାଡ଼ିଲେନି ପାଖରୁ। ସେଇଥିପାଇଁ ରାମ ଅବତାରରେ ଭଗବାନ ଲକ୍ଷ୍ମଣ ହାତ କଲେ ଭାଇ ତମେ ଯିବ ଭାଇ ବନବାସ, ମୁଁ ରହିବି, ମୁଁ ତମ ସହିତ ନିଶ୍ଚିତ ଯିବି। ସମସ୍ତେ ଆଜି ବନକୁ ଯାଉଛନ୍ତି, ସମସ୍ତେ କାନ୍ଦୁଛନ୍ତି, ସମସ୍ତଙ୍କ ଆଖିରୁ ଲୁହ ହଉଛି, ହୃଦୟ ବନ୍ଦର ଭିତରୁ ଜଣେ ମା ହସୁଛି, ସିଏ ହଉଛି ଏକା କହିଛି ବାବାରେ କାହିଁକି ହସୁଛି, ତାର କାରଣ କଣ, ହସିବାର ମୁଖ୍ୟ କାରଣ କଣ? ସିଏ ଜାଣିଛି ମୋ ପୁଅ 14 ବର୍ଷ ଛାଡି ଯଦି 34 ଲକ୍ଷ ବର୍ଷ ବନବାସ ଯାଏ ତାହେଲେ ମୋ ପୁଅ ବଞ୍ଚିଯିବ। ବାବାରେ ଏ ଜଗତରେ ଯେତେ ପକ୍ଷୀ ପୁରାଣ ଅଛି ସମସ୍ତେ କହିଛନ୍ତି ରାମ ବନବାସ ଯିବ 14 ବର୍ଷ। କେତେ ବର୍ଷ ଯିବ ଭାଇ? 14 ବର୍ଷ। ପୁରାଣ ଶ୍ରୀ ଭାଗବତ ଅଭ୍ୟାସ କରୁଥିବ, କେବଳ ଭାଗବତ ମହାପୁରାଣ ମନା କରିଛି ରାମ 14 ବର୍ଷ ବନକୁ ଯାଇନାହାନ୍ତି। ନାଇଁ, ବାଲ୍ମୀକି ମହର୍ଷି ଲେଖିଲେ ଆନନ୍ଦ ରାମାୟଣ। ଆନନ୍ଦ ରାମାୟଣ ସେ ଲେଖିଛନ୍ତି 14 ହିଁ ବର୍ଷାଣି ପଶ୍ୟାମି ଜନବନେ, 14 ବର୍ଷ ରାମ ବନକୁ ଯିବ। ସନ୍ତ ଗୋସ୍ୱାମୀ ତୁଳସୀଦାସ ତାଙ୍କ ରାମାୟଣରେ ଲେଖିଲେ ତାପସ ଦେଶ ବିଶେଷ ଦାସୀ 14 ବର୍ଷ ରାମ ବନବାସ, ରାମ 14 ବର୍ଷ ବନକୁ ଯିବ। ଅମ୍ବିକା ବ୍ୟାସ ଲେଖିଲେ 14 ବର୍ଷ ବନକୁ ଯିବ। ଜାନକୀ ପ୍ରଭାବ ବ୍ୟାସ ସିଏ କହେ 14 ବର୍ଷ। ଏ ସାରା ଜଗତ କହେ 14 ବର୍ଷ ବନକୁ ଯିବ, କିନ୍ତୁ ଗୋଟିଏ ପୁରାଣ ସିଏ ହଉଛି ଭାଗବତ ମହାପୁରାଣ, ସିଏ କହିଲେ ରାମ ଭଗବାନ 12 ବର୍ଷ ବନକୁ ଗଲେ। କେମିତି ଗଲେ ବନକୁ? ସେ ତ